ମୁଁ ଆପଣମାନଙ୍କର ଓଡ଼ିଆ ବହୁ ମଧୁସ୍ମିତା ସ୍ୱାଗତ କରୁଛି ମୋର ପ୍ରଥମ ବ୍ଲଗ୍କୁ। ଆପଣମାନେ ଟିକେ ଆଶ୍ଚର୍ଯ୍ୟ ହେଉଥିବେ ମୋତେ ଏ ଗେଟଅପ୍ରେ ଦେଖିକି। ହଁ ସାଙ୍ଗମାନେ, ଆପଣମାନେ ଯାହା ଦେଖୁଛନ୍ତି ଗେସ୍ କରି କହିବେ ମୁଁ କ'ଣ ହେଇଥାଇପାରେ। ଆପଣମାନଙ୍କର ଓଡ଼ିଆ ବହୁ ବି, ଆଉ ପ୍ରଫେସନାଲି ମୁଁ ଗୋଟେ ଟିଚର। ତ ଘରକୁ ଫ୍ୟାମିଲିକି ମେଣ୍ଟେନ୍ସ କରିବା ଆଉ ମୋ ଜବ୍କୁ କେମିତି ମେଣ୍ଟେନ୍ କରେ ଆପଣମାନଙ୍କୁ ନିଶ୍ଚିତ ଉପରେ ଦେଖେଇବି। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ନା, ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ। ଆଉ ଜମା ବି ପଇସା ପଡ଼ିବନି, ଭିଡ଼ିଓକୁ ଫଟାଫଟ ଗୋଟେ ଲାଇକ୍ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ସାଙ୍ଗମାନେ, ମୁଁ ଆପଣମାନଙ୍କର ଓଡ଼ିଆ ବୋଉ, ମୋ ଘର କେଉଁଠି, ମୁଁ କିଏ, କ'ଣ କରେ, କେମିତି ରୁହେ, ଆମ ଘରେ ଆଉ କିଏ କିଏ ଅଛନ୍ତି, ସବୁ ଆପଣମାନଙ୍କୁ ଦେଖେଇବି। ବାକି ଆପଣମାନେ ମୋ ସହ ଯୋଡ଼ି ହେଲେ ହେଲା। ସାଙ୍ଗମାନେ, ଏବେ ଦେଖନ୍ତୁ ମୋ ଗେଟଅପ୍ରେ ମୁଁ ସ୍କୁଲ ଯିବା ପାଇଁ ରେଡ଼ି ହେଉଛି। ଏବେ ତ ଟାଇମ୍ ଆସିକି ହେଇଯିବ 8:45 ପାଖାପାଖି। ତ ଭାବିଲି ଟିକେ ଟାଇମ୍ ଅଛି, ତ 9ଟାରେ ମୁଁ ସ୍କୁଲ ବାହାରିଯାଏ। ତ ଆପଣମାନଙ୍କୁ ଟିକେ ଦେଖେଇଦେବି, ଦେଖିବେ। ଆଉ ଗୋଟେ ଲୋକ ଏପଟେ କ'ଣ କରୁଛ? ସ୍କୁଲ ଯିବାନି ତ? ଯିବା। ତମେ ଓଡ଼ିଆ ବୋଉ ମଧୁସ୍ମିତାକୁ ଚିହ୍ନ? ଚିହ୍ନେ। ସେ କିଏ, କ'ଣ କରେ? ଆମରି ଘରେ ଜଣେ ରହନ୍ତି। କାମବାଲି? ନା, ଆଉ ଘରଣୀ। ଘରଣୀ? କାହା ଘରଣୀ? ଆମର ଧର୍ମପତ୍ନୀ। ଏକା ତମର ନା ମୋର ଧର୍ମପତ୍ନୀ? ମୋର। ହଉ, ଖାଇଛ କିସ? ଦେଖନ୍ତୁ ସାଙ୍ଗମାନେ, ଏଇଟା ମୋ ବେଡ୍। ତରକାରୀ। ମୁଢ଼ି ତରକାରୀ। ତମେ ବାଲେଶ୍ୱରିଆ କି? ଆମେ ବାଲେଶ୍ୱରିଆ। ବାଲେଶ୍ୱରିଆ, ବାଲିଆପାଳିଆ। ହଉ, ସାଙ୍ଗମାନଙ୍କୁ ଟିକେ କିସ କୁହ। ଓଡ଼ିଆ ବୋଉ ମଧୁସ୍ମିତା ଚ୍ୟାନେଲକୁ ଦେଖନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ମୋର ଗୋଟେ ଚ୍ୟାନେଲ୍ ଅଛି ଝିଲି ଅଶୋକ ଲାଇଫଷ୍ଟାଇଲ୍ ଚ୍ୟାନେଲ୍, ସେଇଟାକୁ ଦେଖନ୍ତୁ। ଖାଲି ଦେଖନ୍ତୁ ଆଉ ସବସ୍କ୍ରାଇବ୍ କରିବେନି ତ? ତାଙ୍କ ଇଚ୍ଛା। ହଁ, ତାଙ୍କର ଇଚ୍ଛା। ତମେ ତ ମୋ ବେପାର ବୁଡ଼ିଦେବ ଏବେ। ଭଲ ଲାଗେ ନା, କରିବେ ନହେଲେ ନା। ଓକେ, ଥ୍ୟାଙ୍କ ୟୁ। ଦେଖନ୍ତୁ ସାଙ୍ଗମାନେ, ଏଇଟା ମୋ ରୁମ୍। ଆମେ ତ ଗରିବ ଲୋକ ଆଉ। ସାଙ୍ଗମାନେ, ଆଉ ମୁଁ ପ୍ରଫେସନାଲି ଗୋଟେ ଶିକ୍ଷୟିତ୍ରୀ ବା ଟିଚର। ଏପଟେ ଘର ମାନେ ଗୋଟେ ଘରର ବୋହୂ ବି। ତ ମୋତେ ସବୁ ମାନେ ଆମ ଘରେ ଆଉ ନା କେହି ନାହାନ୍ତି। ଆମେ 2 ଜଣ, ହଜବେଣ୍ଡ ଆଣ୍ଡ ୱାଇଫ୍, ଆମେ 2 ଜଣ। ତ ଘରର ସବୁ କାମ ସାରିଲା ପରେ ତାଙ୍କ ପାଇଁ ରୋଷେଇ କରି, ମୋ ପାଇଁ ରୋଷେଇ କରି, ସବୁ ସ୍କୁଲ ପାଇଁ ପ୍ୟାକିଂ କରି, ତାପରେ ସବୁ କାମ ସାରିଲା ପରେ ମୁଁ ସ୍କୁଲକୁ ଯାଏ। ପୁଣି 4ଟା ବେଳେ ଆସିଲେ ମୋ କାମରେ ଲାଗିଯାଏ। ତ ବହୁତ ଥର ଭାବିଲିନି ବ୍ଲଗ୍ କରିବି, ମୋ ନିଜ ବିଷୟରେ କିଛି କହିବି। ଆଉ ହଁ, ଯେଉଁମାନେ ୱାର୍କିଂ ଲେଡ଼ି ଅଛନ୍ତି ନା, ମୁଁ ସମସ୍ତଙ୍କୁ ସଜେଷ୍ଟ କରିବି କେହି ବି ମ୍ୟାରେଜ୍ କରିବେନି। ଯଦି ଆପଣ ୱାର୍କିଂ ଫିଲ୍ଡରେ କାମ କରୁଛନ୍ତି, ମ୍ୟାରେଜ୍ କରିବେନି। ବହୁତ କଷ୍ଟ, ମାନେ କଷ୍ଟ କ'ଣ, ଟିକେ ରେଷ୍ଟ ଜିନିଷ ଆପଣମାନଙ୍କର ନାହିଁ। ତାପରେ ଆଉ କିଛି ନାହିଁ, ବାକି ଏଇ ପ୍ରୋବ୍ଲେମ୍। ସବୁ ଘରର ଦାୟିତ୍ୱ ନେବା ପାଇଁ ବି ପଡ଼ିବ ସମସ୍ତଙ୍କର। ଆହୁରି ତ ଛୁଆ ପିଲା ଯାହାଙ୍କର ଥିବେ ତାଙ୍କର ତ ପୁଣି ଆହୁରି ପ୍ରୋବ୍ଲେମ୍। ତ ଏମିତି ସମସ୍ୟା ଦେଇ ଗତି କରିବା ପାଇଁ ପଡ଼ୁଛି। ଆଉ କ'ଣ କରିବା, ଏ ବି ତ ସଂସାର। ମ୍ୟାରେଜ୍ ବି ଗୋଟେ ସଂସାରର ପାର୍ଟ। 9ଟା ବାଜିଯିବ, ଆମେ ସ୍କୁଲ ଭାଗ ଆସିଲା ପରେ ଆପଣମାନଙ୍କ ସହିତ କଥା ହେବି। ଆଉ ହଁ, ଆଜି ଆମେ ଖାଇଛୁ କ'ଣ କହିଲେ? ମୁଢ଼ି ଆଉ ତରକାରୀ। ଆମେ ଆକ୍ଚୁଆଲି ଆମ ଘର ବାଲେଶ୍ୱରରେ। ଆଉ ବାଲେଶ୍ୱର କେଉଁ ଜାଗାରେ ମୁଢ଼ି ଖାଆନ୍ତି ତ ଆପଣମାନେ ଜାଣିଥିବେ, ସେଟା ଆଉ କହିବିନି। ଆଉ ମୁଢ଼ି ଖାଇଛୁ, ତରକାରୀ ଖାଇଛୁ। ପୁଣି ତାଙ୍କ ପାଇଁ ରୋଷେଇ କରିକି ଯାଇଛି, ସେ ତାର ଖାଇବେ। ଆଉ ତୁମ ପାଇଁ ଆଜି କିସ ରୋଷେଇ କରାଯାଇଛି? ଆଜି ରୋଷେଇ ହେଇଛି ଆମର ମାର୍ସି ଦଣ୍ଟା, କଡ଼ମା ମାଛ, ଆଳୁ ବାଇଗଣ ଗୋଟେ ହେଇଛି ଆମର, ସେଟାକ ଇଏ ହେଇଛି, ଚଡ଼ଚଡ଼ି ହେଇଛି। ଆଉ ଗୋଟେ ତଳିଆ ହେଇଛି, ଆଳୁ ବାଇଗଣ ପାଇଁ କଡ଼ମା ମାଛ ତଳିଆ ହେଇଛି। ଆଉ ଗୋଟେ ବାଇଗଣ ବାଡ଼ିରୁ ବାହାରିଥିଲା, ତାକୁ 4-5ଟା ବାଇଗଣକୁ ଚକଟି କରି ରଖା ହେଇଛି, ଭତ୍ତା ଯେଟା କୁହନ୍ତି। ଆଉ ଆମର ହେଇଛି ଶାଗ ହେଇଛି। ଆଉ ଆମର ହେଇଛି ସେ କଲରା ବାଡ଼ିରୁ ବାହାରିଥିଲା, କଲରା ଭଜା ହେଇଛି। ବାସ୍ ଏମିତି ହେଇଛି। ଆଉ କିଏ ସବୁ ରୋଷେଇ କରିଛି?
ରୋଷେଇ କରିବା ଯିଏ ଯାହାଙ୍କର ଯିଏ ଦେଖନ୍ତୁ ଏଇ ମେଡ଼ିସିନଟା ମୁଁ ଖାଇବି ବର୍ତ୍ତମାନ, ଖାଇକି ସ୍କୁଲ ପଳେଇବି, ମୋର ବି ଟାଇମ୍ ହେଲାନି ହେଲା। ମେଡ଼ିସିନଟା ଖାଇସାରେ। ସାଙ୍ଗମାନେ ମୁଁ ଘରେ ବର୍ତ୍ତମାନ ପହଞ୍ଚିଗଲି। ଗେଟ୍ ଖୋଲ, ଗେଟ୍ ଖୋଲ, ତମ ୱାସ ଖୋଲ। ଭିତର ଏଣ୍ଟ୍ରି କଲୁ। ଘର ଭିତରକୁ ସାଙ୍ଗମାନେ ଏଣ୍ଟ୍ରି କରିଗଲି। ଏବେ ଏବେ ଦିଦିରୁ ପୁରା ହାଉସ ୱାଇଫ, ପୁରା ଖତରା ହାଉସ ୱାଇଫ। ହଉ ମୁଁ କାମ ସାରେ, ନାଇଁ 4ଟା ବାଜିଲାଣି। ଏବେ ଆଉ ତ ପୁଣି ମୋ କାମ ସାରିବା ପାଇଁ ପଡ଼ିବ, ସାରିବା 5ଟା 6ଟା ହେଇଯିବ। ଏବେ ସାଙ୍ଗମାନେ ଦେଖନ୍ତୁ ପୁରା ଘରର ଘରଣୀ ଅବସ୍ଥାକୁ ପଳେଇ ଆସିଛି। ଏବେ ଚାଲନ୍ତୁ ଘରର କାମ ଦାମ ଷ୍ଟାର୍ଟ କରିଦବା। ପଖାଳ ଖାଇବା ତ, ପଖାଳରେ ଆକ୍ଚୁଆଲି ପାଣି ଢାଳିବା ପାଇଁ ଭୁଲି ଯାଇଛି, ପାଣିଟା ଢାଳି ଦବା। ଆକ୍ଚୁଆଲି ରାତିରେ ଆମେ ପଖାଳ ଖାଇବୁ ନା। ସାଙ୍ଗମାନେ ସେ ଗଲା ପରେ ପାମ୍ପଡ଼ ଆଣିକି ଖାଇଛନ୍ତି। ଦେଖନ୍ତୁ ପାମ୍ପଡ଼ ଖାଇଛନ୍ତି ତ ମୋ ପାଇଁ ରଖିଥିଲେ। ଖାଇଦେବା, ଖାଇ କାମରେ ଲାଗିଯିବା। ସାଙ୍ଗମାନେ ମୋ ଦେହକୁ ଟିକେ ଭଲ ଲାଗୁନି, ତ ମୁଁ ସବୁ ସଫାସଫି କରିଦେଇଛି, ଝାଡ଼ୁ ଫାଡ଼ୁ ମାରିଦେଇଛି, ବାସନ ମାଜି ଦେଇଛି। ଏବେ ଫ୍ରିଜରେ ମାଛ ଅଛି, ମାଛ ବାହାର କରିଛି, ତାକୁ ସଫା କରିକି ରଖିବି। ରାତିରେ ରୋଷେଇ କରିବି, ମାଛ ଭଜା, ପଖାଳ ଖାଇବା। ମୁଁ ସନ୍ଧ୍ୟା ହେଇସାରିଲାଣି। ଏପଟେ ଦେଖନ୍ତୁ ଟ୍ୟୁସନ୍ ପିଲାମାନେ ପଳେଇ ଆସିଛନ୍ତି, ପୁନା ଆଉ କାଳିଆ। ଚାଲନ୍ତୁ ଟିକେ ଯୋଗ କରିବା। ମୋ ଦେହଟା ସବୁବେଳେ ଅସୁସ୍ଥ ରହୁଛି, ତ ଟିକେ ଯୋଗ କରିବା, ତାପରେ ରାତି ପାଇଁ କ'ଣ ରୋଷେଇ କରିବା ଆଉ।